ରାଜ୍ୟରେ ଝଡ଼ ବଜ୍ରପାତ ଏବଂ ପବନକୁ ନେଇ ଆଗାମୀ 2 ଦିନ ପାଇଁ ରାଜ୍ୟରେ କେତେକ ଜିଲ୍ଲାକୁ ଚେତାବନୀ। ଆଗାମୀ 24 ଘଣ୍ଟା ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେହିପରି 2 ଦିନ ଅର୍ଥାତ୍ 10 ତାରିଖ ସକାଳ ସୁଦ୍ଧା ଝଡ଼ ବଜ୍ରପାତ ଏବଂ ପବନର ସମ୍ଭାବନାକୁ ନେଇ ରାଜ୍ୟରେ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପରବର୍ତ୍ତୀ 5 ଦିନ ପାଇଁ କୌଣସି ଚେତାବନୀ ନାହିଁ। ଝଡ଼ ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ 24 ଘଣ୍ଟା ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିପାରେ। ସେହିପରି ଆଜି ଅର୍ଥାତ୍ 9 ତାରିଖ ସକାଳ ଠାରୁ 10 ତାରିଖ ସକାଳ ସୁଦ୍ଧା ଝଡ଼ ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିପାରେ। ସେହିଭଳି ଆଗାମୀ 10 ତାରିଖ ସକାଳ ଠାରୁ 15 ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ।